ବୁଲୁଛନ୍ତି ନବୀନ ବାବୁ ଯାହା କରୁଥିଲେ ଏବେ ସେୟା କରୁଛନ୍ତି। ବୁଲନ୍ତୁ ବୁଲି ବୁଲି ସଫା ହେଇଯାଆନ୍ତୁ। ଆଙ୍କେ ତାଙ୍କେ ଯେମିତି ସଫା ହେଇଗଲେ ଆଙ୍କେ ସେମିତି ସଫା ହେଇଯିବେ। ଆସନ୍ତା ଦିନରେ ଯୁବକ ମାନେ ଆଜି ଯିଏ ଜନ୍ମ ନେବ 20 ବର୍ଷ ପରେ ସେ ପଚାରିବ ମୋ ବାପା ମୋ ପାଇଁ କଣ ରଖିଛି। ଖୁସିର କଥା ଆମର ଜଣେ ବନ୍ଧୁ ମୁଖ୍ୟମନ୍ତ୍ରୀ ହେଲେ, ଆମେ ଅତି ଆନନ୍ଦିତ। ଦ୍ୱିତୀୟଟି ହେଲା ନବୀନ ବାବୁ 22 ବର୍ଷ 24 ବର୍ଷ ବୁଲିଲେ, ବିଦେଶ ବୁଲିଲେ ପୁଞ୍ଜି ନିବେଶ ପାଇଁ। ନବୀନ ବାବୁ ପୁଞ୍ଜି ନିବେଶ ପାଇଁ ବୁଲିଲେ, କଣ ପୁଞ୍ଜି ଆସିଲା ରାଜ୍ୟବାସୀ ଜାଣିଛନ୍ତି। କେତେ ଇଣ୍ଡଷ୍ଟ୍ରି ହେଲା, କେତେ ଇଣ୍ଡଷ୍ଟ୍ରି ଆସିକି ପଳେଇଲା। ଇଏ ଏବେ ବୁଲୁଛନ୍ତି ନବୀନ ବାବୁ ଯାହା କରୁଥିଲେ ଏବେ ସେୟା କରୁଛନ୍ତି। ଇଏ କେତେ ଦିନ ବୁଲନ୍ତୁ ବୁଲନ୍ତୁ, ରାଜ୍ୟ ସରକାରଙ୍କର ତ ପଇସା ନିଜ ହାତରୁ ତ ପଇସା ଦେଇ କିଏ ଯାଉନି। ନବୀନ ବାବୁ ତାଙ୍କ ସରକାରୀ ପଇସା ଯାଉଥିଲେ, ଏବେ ଇଏ ବି ମୋହନ ବାବୁ ବି ସରକାରୀ ପଇସାରେ ଯିବେ। ଏ ଗରିବ ଲୋକଙ୍କର ଖଟିକିଆଙ୍କର ଟ୍ୟାକ୍ସରେ ଯାଉଛନ୍ତି। ଯାଆନ୍ତୁ ଯାଆନ୍ତୁ ଦେଶ ବିଦେଶ, ନରେନ୍ଦ୍ର ମୋଦି ଯେମିତି ଦେଶ ବିଦେଶ ବୁଲୁଛନ୍ତି ଇଏ ବି ବୁଲିବା ଦରକାର। ବୁଲନ୍ତୁ ବୁଲନ୍ତୁ ବୁଲି ବୁଲି ସଫା ହେଇଯାଆନ୍ତୁ। ପୁଞ୍ଜି ତାଙ୍କେ 24 ବର୍ଷରେ ବୁଲି ବୁଲି କେତେ ପୁଞ୍ଜି ନିବେଶ କଲେ। ଆଙ୍କେ ବି ସେୟା କରୁଛନ୍ତି। ଆଙ୍କେ ତାଙ୍କେ ଯେମିତି ସଫା ହେଇଗଲେ ଆଙ୍କେ ସେମିତି ସଫା ହେଇଯିବେ। ଆରେ ପୁଷ୍କ ପଳେଇଲା, ନିପନ ପଳେଇଲା, DSW ପଳେଇଲା, ସବୁ ପଳେଇଲେଣି। ଆଉ ଅଛି କଣ ଡୋ ଆଇବ ଠୋ। କରନ୍ତୁ, ଭଲ କଥା। ଜିନ୍ଦଲ ହାତ ଧରିକି ଜିନ୍ଦଲ ମିଥଲ ଫିତଲ ମିଥଲ ତ ଆସିଥିଲା, ରଖିଲେ କି ପଳେଇଲା। ଜିନ୍ଦଲ ସିଏ ଗୋଟେ କମ୍ପାନୀ ଯିଏକି ଜିନ୍ଦଲ ଅଛି ଆଉ ଇଏ ଅଛି, ସେ ଲୋକଙ୍କୁ ଠକି ଖାଇକି ଯୋଉମାନେ ଠକି ଖିଆ ଜଟି ଖିଆ ମାନେ ରହିବେ। ତାଙ୍କେ କିଛି କାମ କରୁନାହାନ୍ତି, ଇନଭେଷ୍ଟମେଣ୍ଟ ନାହିଁ, ଖାଲି ସରକାରଙ୍କ ଜମି ନେଉଛନ୍ତି, ଗଛ କାଟୁଛନ୍ତି, ମାଇନ୍ସ ବାହାରକୁ ବିକୁଛନ୍ତି। ଜିନ୍ଦଲର ମାଇନ୍ସ ବାହାରକୁ କେତେ ଗଲାଣି? ମାଇନ୍ସ ବନ୍ଦ କରୁନାହାନ୍ତି ସରକାର। ଯଦି ଇଣ୍ଡଷ୍ଟ୍ରି କରିବାର ଅଛି, ଯେତେ ମାଇନ୍ସ ବାହାରକୁ ଯାଉଛି, ଆଇରନ୍ ଓର୍ ଯାଉଛି, ଗ୍ରାଫାଇଟ୍ ଯାଉ କି ଉତ୍କଳ ଆଲୁମିନିୟମ ଯାଉ କି ଯୋଉଟା ଯାଉଛି ଯାଉ, ତା ବନ୍ଦ କରନ୍ତୁ ପ୍ରଥମେ। ମୋର ଆଜିର ଟପିକ ହେଲା, ଦୟାକରି ଦେଶ ବିଦେଶକୁ ଯେତିକି ମାଇନ୍ସ ତମେ ପଠଉଛ, ସେ ଆଲୁମିନିଆ ହଉ କି ତମର ଆଇରନ୍ ଓର୍ ହଉ କି ଗ୍ରାଫାଇଟ୍ ହଉ କି ଚାଇନା ପଥର ହଉ, ଯେତେ ପଠଉଛ ବାହାରକୁ ତାକୁ ବନ୍ଦ କର। ଆଉ ତ କୋଇଲା, ବର୍ତ୍ତମାନ କୋଇଲା ବନ୍ଦ କର। ଯଦି ତମେ ଗଚ୍ଛିତ ସମ୍ପତ୍ତି ଭଗବାନଙ୍କ ଦତ୍ତକ ସମ୍ପତ୍ତି ଯଦି ତମେ ବନ୍ଦ କରିବନି, ତାହେଲେ ଫ୍ୟାକ୍ଟ୍ରି କେତେ ଦିନ ଚାଲିବ? ଯିଏ ବି ଫ୍ୟାକ୍ଟ୍ରି ଗଲେ 10-20 ବର୍ଷ ପରେ ବନ୍ଦ ସବୁ ହେଇଯିବ। ରାଜ୍ୟଟା ଟୋଟାଲି ମରୁଭୂମି ହେଇଗଲାଣି। ଆସନ୍ତା ଦିନରେ ଯୁବକ ମାନେ ଆଜି ଯିଏ ଜନ୍ମ ନେବ 20 ବର୍ଷ ପରେ ସେ ପଚାରିବ ମୋ ବାପା ମୋ ପାଇଁ କଣ ରଖିଛି। ମାଇନ୍ସ ଫାଇନ୍ସ ସବୁ ଚାଲିଗଲାଣି। ସେ 24 ବର୍ଷ ବିକି ଖାଇଲେ, ଇଏ ଆଉ 5 ବର୍ଷ ଭିତରେ ବିକି ଖାଇକିରି ରାଜ୍ୟଟାକୁ ଧ୍ୱଂସ କରିଦେବେ। ରାଜ୍ୟକୁ ଧ୍ୱଂସ କରିବା ପାଇଁ ଇଏ ବିଦେଶ ଯାତ୍ରା। ମାଇନ୍ସ ଏଇଟା କେହି ଲଗେଇ ନାହାନ୍ତି, ଲଗେଇବେନି। ଆଉ ତ ନାଇଁ ମାଇନ୍ସ, ଅଙ୍ଗାର ପଳେଇଲା, କୋଇଲା ପଳେଇଲା, ସବୁ ପଳେଇଲା। ପ୍ରତ୍ୟେକ ଦିନ ପାରାଦୀପଠୁ ଆରମ୍ଭ କରିକିରି, ହଳଦିଆଠୁ ଆରମ୍ଭ କରିକିରି ଇଏ ପର୍ଯ୍ୟନ୍ତ ବାଲେଶ୍ୱର ସବୁ ଖାଲି ମାଇନ୍ସ ଲୋଡ ହଉଛି ବଡ ବଡ ଇଏରେ। ଦୁର୍ଭାଗ୍ୟ, ଏ ଓଡିଶା ଯୁବକ ମାନଙ୍କ ଦୁର୍ଭାଗ୍ୟ, ଆମ ସଚେତନର ଦୁର୍ଭାଗ୍ୟ।